ମୁଁ ଆଜି ଗାଧି ପାଧିକି ବାହାରି ପଡ଼ିଲି ଅନୁଗୁଳ। ମାନେ ଟିକେ ଇଚ୍ଛା ହେଲା ଯିବା ପାଇଁ, ଯିବା ଖାଇ ଖୁଆନା ଟିକେ ବୁଲି ବୁଲାନା ଆସିବା। ତ ଯେମିତି ହେଲେ ପୁଣି ମ୍ୟାଡ଼ାମକୁ ନେବାକୁ ପଡ଼ିବ। ତ ମୁଁ ପୁଣି ତାଙ୍କ ହଷ୍ଟେଲରୁ ତାଙ୍କର ଏକ୍ଜାମ୍ ନଥିଲା, ଡ୍ରପ୍ ଥିଲା ଦିନଟେ, କହିଲି ଚାଲ ଯିବା। ତାର ଆମେ ବାଟରେ ଗଲା ଖୁଣୁ ଭୋକ କଲା ଯେ ଗୁପଚୁପ୍ ଖାଇଲୁ। ମାନେ ଗୁପଚୁପ୍ ଭାଇ ଏକ ନମ୍ବର। ମାନେ ବଡ଼କେରା ପୂର୍ବରୁ ଲେଫ୍ଟ ସାଇଡ଼୍ ପଟେ ଆଡ଼ୁ ଗଲାବେଳକୁ ଭାଇ ବଢ଼ିଆ ଗୁପଚୁପ୍ ଟେଷ୍ଟ। ଆମେ ସେଠୁ ଖାଇନା ଗୁପଚୁପ୍ ଟିକେ ବାହାରିଲୁ। ମ୍ୟାଡ଼ାମଙ୍କର ତ ଗୁପଚୁପ୍ ଟିକେ ଖାଇଲେ ତାଙ୍କର ଭାଇ ମାନେ ଗେଲ କିଛି ନଦେଲେ ବି ଚଳିବ। ତାରେ ଆମେ ସେଠି ଯାଇନା ପହଞ୍ଚିଗଲୁ ତପବନରେ। ତପବନରେ ମାନେ ବାହାରେ ଦେଖିଲୁ ଏତେ ପାର୍କିଂ, କହିଲି ବହୁତ ଭିଡ଼ ହୋଇଥିବ ସିଟ୍ ପାଇବାନି। ଦେଖିଲା ବେଳକୁ ସିଟ୍ ତ ହେବି ଥିଲା। ମାନେ ଜଣେ ଆମେ ଜଷ୍ଟ ପହଞ୍ଚିଛୁ ସେମାନେ ଉଠିନା ଗଲେ। ଆମେ ଅଧଘଣ୍ଟା 45 ମିନିଟ୍ ଅପେକ୍ଷା କଲା ପରେ ଆମେ ଯେଉଁ ଅର୍ଡ଼ର କରିଥିଲୁ ଚଣା ମସଲାକୁ ପନିର ଭର୍ତ୍ତା ମାନେ ଆସିଲା। ମଙ୍ଗଳବାର ଆଜି ନା, ମାନେ ଆଇଁଷ ନାହିଁ ସାଧା। ମାନେ ଯାହା ମାନେ ଟେଷ୍ଟ ଠିକ୍ ଥିଲା, ପନିର ଭର୍ତ୍ତାଟା ମୋତେ ଟିକେ ଅଧିକା ଭଲ ଲାଗିଲା। ମାନେ ବହୁତ ଜାଗାରେ ଖାଇଲି, ପନିର ଭର୍ତ୍ତାଟା ମୋତେ ଟେଷ୍ଟ ଲାଗିଲା। ଆମେ ସେଠୁ ଖାଇକିନା ପୁଣି ମୁଁ କହିଲି ମ୍ୟାଡ଼ାମକୁ ଛାଡ଼ିବା ପାଇଁ ଆସିଲି। ସେ କହିଲେ ନାଇଁ ପାଗ ଦିଅ ଭଲ କରିଛି, ଖରା କାଟୁଛି, ମୁଁ ଟିକେ ଚଲେଇବି। ମାନେ ଚଲଉଛି ପୁଣି ହେଲେ ବି ମାନେ ଏନ୍ଏଚଟା ନା ଟିକେ ଡର। ତାପରେ ମୁଁ ସାଙ୍ଗେ ସାଙ୍ଗେ ତାକୁ ଛାଡ଼ିକିନା ବାହାରି ଆସିଲି ହାରି ଡାଇରେକ୍ଟ ଗାଁକୁ। ମାନେ ଗାଁରେ ଆମର ପଡ଼ିଆ କାମ ଚାଲିଛି ନା, ଫୁଟବଲ୍ ଖେଳା ହେବ, ସେ ଜିନିଷଟା ହେଇଗଲା। ତ ଆମର ଖୁଣ୍ଟ ଖୁଣ୍ଟେ ପୋତା ଚାଲିଛି, ପିଲା ଆମର ମାନେ ପୁରା ମେହନତରେ ଚଲେଇଛନ୍ତି। ମାନେ ଦେଖୁଛନ୍ତି ଏତିକି ପିଲା, କିନ୍ତୁ ଖେଳିଲା ବେଳକୁ 30-40 ପିଲା। ଆଉ ମୁଁ ତ ଗୋଟେ କର୍ଷଣିଆ ପିଲାଟା ନା, ତାପରେ ଗାଡ଼ି ଲଗେଇନା ବାନ୍ଧାବୁନ୍ଧି ଗୋଟେ ପଟ ସଲା। ମାନେ ଏଠି ଆମର ଏତେ ସିରିୟସ୍ କାମ ଚାଲିଲା ବେଳକୁ ସେଠି ଗୋଟେ ସିରିୟସ୍ ଡିସ୍କସନ୍ ଚାଲିଛି। ମାନେ ପୁରା ପଞ୍ଚାୟତ ବସିଛି ଆଉ, ମାନେ କି ପଞ୍ଚାୟତ ପୁରା ଚାଲିଛି ଗୋଟେ ଡିସ୍କସନ୍ ଆଉ। ତାର ପୁଣି ଏପଟ ବାନ୍ଧା ସରିଲା ପରେ ପୁଣି ଆମେ ଏପଟିକି ଗାଡ଼ି ଲଗେଇଦେଲୁ। ଏପଟେ ପୁଣି ବାଉଁଶ ବସି ବାନ୍ଧା ସରିଲା। ତାରେ ପିଲା ଆମର ପୁରା ଉତ୍ତେଜିତ, ମାନେ କାଲିଠୁ ଖେଳ ଷ୍ଟାର୍ଟ ହେବ ବୋଲି। ସେ ପୁରା ଆମର ଜିତୁ ମଞ୍ଜା ପୁରା କାମରେ ପୁରା ବ୍ୟସ୍ତ। ତାର ଆମେ ସେଠୁ କାମ କୁମା ସାରିକି ଘରକୁ ରିଟର୍ଣ୍ଣ କଲୁ।